ମାହାଙ୍ଗାର ବିଭିନ୍ନ ସ୍ଥାନରେ 76ତମ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ମାହାଙ୍ଗା ବ୍ଲକର ଗୋତରାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାହାଙ୍ଗାର ବରିଷ୍ଠ ସାମ୍ବାଦିକ ଶଶିଭୂଷଣ ଷଡଙ୍ଗୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ସରସ୍ୱତୀ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ସୁଜାତା ମାଢେଇ ଓ ସମସ୍ତ ଗୁରୁଜୀ ଗୁରୁମା ଯୋଗଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସେହିପରି ସରକାରୀ କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାହାଙ୍ଗ ପରିସରରେ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଦେବରଞ୍ଜନ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସେହିପରି ପଞ୍ଚାୟତ ଶ୍ରୀଧର କୁଅର ଉଚ୍ଚ ବିଦ୍ୟାଳୟ ଓ ଶ୍ରୀଧର କୁଅର ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ନାହାଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦେବରଞ୍ଜନ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ନାହାଙ୍ଗ ପଞ୍ଚାୟତ ଗୌଡ଼ଗୋପସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନାହାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ପ୍ରତିନିଧି ଦେବରଞ୍ଜନ ମହାନ୍ତି, ସମିତି ସଭ୍ୟ ଦିଲ୍ଲୀପ କୁମାର ସାମଲ, ସଭାପତି ଜଳଧର ନାୟକ, ପଞ୍ଚାୟତ ଅଧିକାରୀଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଅଙ୍ଗନବାଡି କର୍ମୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଉପସ୍ଥିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ମାହାଙ୍ଗା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ SWeCanର କାର୍ଯ୍ୟାଳୟ ଗୋପାଳପୁର ପରିସରରେ ଶିକ୍ଷାବିତ ଶେଖ୍ ମହିଉଦ୍ଦିନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଗଠନର ସଦସ୍ୟ ବିଚିତ୍ରାନନ୍ଦ ବିଶ୍ୱାଳ, ଉମାକାନ୍ତ ସାମଲ, ସୁଭାଷ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ନାଥ ଶର୍ମା, ଜଗବନ୍ଧୁ ଗୋଚାୟତ, ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କରେ ମତ ରଖିଥିଲେ। ଜାନୁଆରୀ 26, 2025 ମସିହା ଆଜି ସାରା ଭାରତବର୍ଷରେ 76ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି। ଏହାକୁ ଆମର ସମ୍ବିଧାନ ପ୍ରଣେତା ଓ 1950 ମସିହା ଜାନୁଆରୀ 26 ତାରିଖରେ ଆମକୁ ଏହି ମୌଳିକ ଅଧିକାର ଏ ସମ୍ବିଧାନ ମାଧ୍ୟମରେ ପ୍ରଦାନ କରିଥିଲେ। ସାରା ଭାରତବର୍ଷରେ ଆଜି ଆମେ ଏହି ଜାନୁଆରୀ 26 କୁ ସାଧାରଣତନ୍ତ୍ର ଦିବସରେ ବିଶେଷ କରି ସ୍କୁଲ କଲେଜ ମାନଙ୍କରେ ପାଳନ କରାଯାଉଛି ଏବଂ ଏହା ଦ୍ୱାରା ପିଲାମାନେ ଜାଣୁଛନ୍ତି କିଭଳି ଭାବରେ ଆମେ ବ୍ରିଟିଶ ଶାସନରୁ ମୁକ୍ତ ହେଲା ପରେ ଆମେ ଆମ ଦେଶର ଶାସନ ଭାରକୁ ନିଜ ଦାୟିତ୍ୱରେ ନିଜ ହାତରେ ନେଇଥିଲୁ। ଏହା ସମ୍ବିଧାନ ପ୍ରଣେତା B.R. ଆମ୍ବେଦକରଙ୍କ ଉଦ୍ୟମରେ 1950 ମସିହା ଜାନୁଆରୀ 26 ତାରିଖ ଦିନ ଆମକୁ ଏହି ଅଧିକାର ପ୍ରଦାନ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ଅବସରରେ ସାରା ଭାରତ ବର୍ଷରେ ଏହା ପାଳନ କରାଯାଉଛି। ଏହା ସହିତ ଆମର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନାହାଙ୍ଗ ଗ୍ରାମ ପଞ୍ଚାୟତର ଗୌଡ଼ୁପ ଗ୍ରାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୌଡ଼ୁପର 76ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଏଥିରେ ପିଲାମାନେ ଏବଂ ଗୁରୁଜୀ ଗୁରୁମା ମାନେ ସମସ୍ତେ ଆସି ସକାଳୁ ପ୍ରଭାତ ଫେରି କରିଥିଲେ। ତାପରେ ଆମର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ପିଲାମାନେ ଜନଗଣ ମନ ଗାନ କରିଥିଲେ, ସ୍ଲୋଗାନ ମଧ୍ୟ ଦେଇଥିଲେ। ତାପରେ ପିଲାମାନଙ୍କୁ ଏକ ସଭା କାର୍ଯ୍ୟକ୍ରମ ହୋଇଥିଲା। ତାପରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ତାଙ୍କୁ ଛଡ଼ା ଯାଇଥିଲା। ଆମ ପାଇଁ ଅତି ଖୁସି, ଗର୍ବ ଏବଂ ଗୌରବର କଥା ଯେ ଭାରତ ମାତା ଆଜି ତାର 76ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସମଗ୍ର ଭାରତ ବର୍ଷରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ରାଜ୍ୟ ରାଜଧାନୀ ଠାରୁ ଆରମ୍ଭ କରି ଦେଶର ରାଜଧାନୀ ପର୍ଯ୍ୟନ୍ତ ସବୁଆଡେ ଆଜି ଉତ୍ସବ ମୁଖରିତ। ଏଇ ଯୋଉ ପର୍ବ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ ଆମର ସମ୍ବିଧାନ ପ୍ରଣେତା ଯାହା ଡକ୍ଟର B.R. ଆମ୍ବେଦକର ଯିଏକି ସମ୍ବିଧାନ ପ୍ରଣୟନ କରିଥିଲେ ଏବଂ ଯୋଉଥିପାଇଁ ଆମେ ଏ ପର୍ବ ପାଳନ କରୁଛେ, ଉତ୍ସବ ପାଳନ କରୁଛେ ଯେ ଗଣତନ୍ତ୍ର କଣ, ଆଗାମୀ ପିଢି ଏ ଗଣତନ୍ତ୍ର କିଭଳି ଭାବରେ ତାଙ୍କର ଦାୟିତ୍ୱ, ତାଙ୍କର କର୍ତ୍ତବ୍ୟ, ତାଙ୍କର ଅଧିକାର କଣ ସେମାନେ ଜାଣିପାରିବେ ଏବଂ ଦେଶ ପ୍ରତି ତାଙ୍କର କର୍ତ୍ତବ୍ୟ ପ୍ରତିପାଦନ କରିପାରିବେ। ସେଥିପାଇଁ ସମଗ୍ର ଭାରତରେ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ଯେକୌଣସି ଅନୁଷ୍ଠାନରେ ଆଜି ଏ ପର୍ବ ଅତି ହର୍ଷ ଉଲ୍ଲାସର ସହିତ ପାଳନ କରାଯାଉଛି। ମାହାଙ୍ଗାରୁ ବିଜୟ କୁଅରଙ୍କ ରିପୋର୍ଟ, ନିର୍ବାଣ ଲାଇଭ୍।